ଚେସ୍ ସଂଘର ସମ୍ପାଦକ ଦେବବ୍ରତ ଭଟ୍ଟଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ। ରାଜ୍ୟ ଚେସ୍ ସଂଘର କାର୍ଯ୍ୟକଳାପକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସମ୍ପର୍କରେ ବର୍ତ୍ତମାନର ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟଙ୍କ ଭୂମିକା ବିଷୟରେ ସୂଚନା ଦେଇଛନ୍ତି ସଂଘ ସଭାପତି। ରାଜ୍ୟ ଚେସ୍ ସଂଘର ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ, ରାଜ୍ୟ ଚେସ୍ ସଂଘର ଯୁଗ୍ମ ସମ୍ପାଦକ ଭବେଶ ମହାନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା ଚେସ୍ ସଂଘର ସଭାପତି ଓ ଉପସଭାପତି ଯଥାକ୍ରମେ କିଶୋର କୁମାର ପଣ୍ଡା ଓ ଲଲାଟ କେତରୀ ସାମଲ, ଖୋର୍ଦ୍ଧା ଜିଲ୍ଲା ଚେସ୍ ସଂଘର ସମ୍ପାଦକ ସୁଭାଶିଷ ପଟ୍ଟନାୟକ, କେନ୍ଦୁଝର ଜିଲ୍ଲା ଚେସ୍ ସଂଘର ସମ୍ପାଦକ ଅମର ପ୍ରସାଦ ମହାନ୍ତି, କଳାହାଣ୍ଡି ଜିଲ୍ଲା ଚେସ୍ ସଂଘର ସମ୍ପାଦକ ରବୀନ୍ଦ୍ର ସାହୁ, ବଲାଙ୍ଗୀର ଜିଲ୍ଲା ଚେସ୍ ସଂଘ ସମ୍ପାଦକ ପ୍ରିୟବ୍ରତ ପଣ୍ଡା, ବରିଷ୍ଠ ଚେସ୍ ଅଭିଭାବକ ମୁକ୍ତିକାନ୍ତ ମହାପାତ୍ରଙ୍କ ସମେତ ରାଜ୍ୟ ସଂଘର ସଭାପତି ସତ୍ୟନାରାୟଣ ପଟ୍ଟନାୟକ ରାଜ୍ୟ ଚେସ୍ ସଂଘର କାର୍ଯ୍ୟକଳାପକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସମ୍ପର୍କରେ ବର୍ତ୍ତମାନର ସମ୍ପାଦକ ଦେବବ୍ରତ ଭଟ୍ଟଙ୍କ ଭୂମିକା ଉପରେ ସୂଚନା ଦେଇଥିଲେ। ଶ୍ରୀ ଭଟ୍ଟ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନର ନିର୍ଦ୍ଦେଶକୁ ଅମାନ୍ୟ କରି ଜାଣିଶୁଣି ରାଜ୍ୟ ଚେସ୍ ସଂଘରେ ଭାରତ ସରକାରଙ୍କ ସୁଶାସନ କ୍ରୀଡ଼ାନୀତି ପ୍ରଣୟନ ନକରି ତୃତୀୟ ଥର ପାଇଁ ଆବଶ୍ୟକୀୟ ଭୋଟ ନ ପାଇ ମଧ୍ୟ ସମ୍ପାଦକ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି। ତାଙ୍କର ଦୀର୍ଘ ପ୍ରାୟ 7 ବର୍ଷର ଅବଧିରେ ସେ ସମ୍ପାଦକ ଭାବରେ କରିଥିବା ବ୍ୟାପକ ଆର୍ଥିକ ଦୁର୍ନୀତିରୁ ନିଜକୁ ରକ୍ଷା କରିବା ପାଇଁ ରାଜ୍ୟ ସଂଘର ବାର୍ଷିକ ଅଡିଟ୍ ମିଛ ବାହାନା ଦେଖାଇ ଓ ଅଯଥାରେ ପୂର୍ବତନ କୋଷାଧ୍ୟକ୍ଷଙ୍କ ଉପରେ ଦୋଷାରୋପ କରି ଏପର୍ଯ୍ୟନ୍ତ ସଂଘର କାଗଜପତ୍ର ଅଡିଟ୍ କରୁନାହାନ୍ତି। ନିର୍ବାଚନ ପରେ ରାଜ୍ୟ ସଂଘର ନୂଆ ପରିଚାଳନା କମିଟି କ୍ଷମତାକୁ ଆସିଲା ପରେ ବି ବିନା ଅନୁମୋଦନରେ ସଂଘର ବାଇଲକୁ ଅଣଦେଖା କରି ବର୍ତ୍ତମାନର କୋଷାଧ୍ୟକ୍ଷ ବିଧୁଭୂଷଣ ମିଶ୍ରଙ୍କ ସହାୟତାରେ ସଂଘର ତହବିଲରୁ ନିଜ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ରାଜ୍ୟ ସଂଘ ଦ୍ୱାରା ଅନୁମୋଦିତ ହୋଇଥିବା ଗତ 2ଟି ଗ୍ରାଣ୍ଡମାଷ୍ଟର ଟୁର୍ଣ୍ଣାମେଣ୍ଟରେ ଆୟ ବ୍ୟୟର ହିସାବ ସମ୍ପାଦକ ମହାଶୟ ଏପର୍ଯ୍ୟନ୍ତ ଅର୍ଗାନାଇଜିଂ କମିଟିକୁ ଦେଇନାହାନ୍ତି। ପରନ୍ତୁ ଶ୍ରୀ ଭଟ୍ଟ ବିଭିନ୍ନ ସୂତ୍ରରୁ ସଂଘର ନାମରେ ବିଭିନ୍ନ ବେସରକାରୀ ସଂସ୍ଥାଙ୍କଠାରୁ ଅନୁଦାନ ରାଶି ପ୍ରାପ୍ତ କରି ମଧ୍ୟ ସେସବୁକୁ ସଂଘ ଆକାଉଣ୍ଟରେ ଜମା କରିନାହାନ୍ତି। ଏପରିକି ସରକାରଙ୍କ ଠାରୁ ପାଇଥିବା ବିଭିନ୍ନ ଅନୁଦାନ ପାଇଁ ମିଥ୍ୟା ବିନିଯୋଗ ପତ୍ରରେ ସେ ତାଙ୍କର ବ୍ୟକ୍ତିଗତ କର୍ମଚାରୀଙ୍କ ନାମ ଆର୍ବିଟର ଭାବେ ଦର୍ଶାଇ ବ୍ୟାପକ ଅର୍ଥ ହରିଲୁଟ୍ କରିଛନ୍ତି। ଅଡିଟ୍ ଫାର୍ମାର କର୍ମଚାରୀଙ୍କୁ ଲାଞ୍ଚ ଦେଇ ଅଡିଟ୍ ରିପୋର୍ଟ ତିଆରି କରିବା ଭଳି ସଙ୍ଗୀନ ଅପରାଧର ଏଓସିଏର ବାଇଲ ଅନୁଯାୟୀ ରାଜ୍ୟ ଚେସ୍ ସଂଘର ସଭାପତି ଭାବରେ ସେ ସମ୍ପାଦକ ଶ୍ରୀ ଦେବବ୍ରତ ଭଟ୍ଟ ଓ କୋଷାଧ୍ୟକ୍ଷ ଶ୍ରୀ ବିଧୁଭୂଷଣ ମିଶ୍ରଙ୍କୁ ଯଥାକ୍ରମେ 2 ଥର ଓ ଥରେ ନୋଟିସ୍ ଦେଲା ପରେ ବି ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ପାଇବା ଏବଂ ରାଜ୍ୟ ସଂଘ ଆକାଉଣ୍ଟରୁ ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ବିନା ଆପ୍ରୁଭାଲରେ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବା ଅଭିଯୋଗରେ ବର୍ତ୍ତମାନ ଏଓସିଏର ସମସ୍ତ ବ୍ୟାଙ୍କ ଖାତାରୁ ଅର୍ଥ ଉଠାଣକୁ ଫ୍ରିଜ୍ କରିବା ଶ୍ରୀ ଭଟ୍ଟ ସଂଘର ବାଇଲର ନିୟମାବଳୀର ଧଜିଆ ଉଡ଼ାଇ ବେନିୟମ ଇସି ମିଟିଂ ଓ ଅର୍ଜେଣ୍ଟ ଜିବି ମିଟିଂ ଡକାଇ ନିଜ ସପକ୍ଷରେ ସଂଘର କିଛି ନିୟମିତ ସଭ୍ୟ ଓ ଅଣସଭ୍ୟମାନଙ୍କ ଉପସ୍ଥିତିରେ ନେଇଥିବା ନିଷ୍ପତ୍ତି କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ସାହାଯ୍ୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଛନ୍ତି। ଓଡ଼ିଶା ଚେସ୍ ସଂଘର ସମ୍ପାଦକ ଦେବବ୍ରତ ଭଟ୍ଟ ତାଙ୍କ ଉପରେ ଲାଗିଥିବା ସବୁ ଆରୋପକୁ ଖଣ୍ଡନ କରିଛନ୍ତି। ସବୁ ଅଭିଯୋଗ କେବଳ ମନଗଢ଼ା, ଏହାର ସତ୍ୟତା ନାହିଁ। ମୁଁ ରାଜ୍ୟ ଚେସ୍ର ବିକାଶ ଦିଗରେ କାର୍ଯ୍ୟ କରୁଛି। ଚେସ୍କୁ ଆଗକୁ ନେବାରେ ସଂଘର ସଭାପତି ସହଯୋଗ କରିବା ପରିବର୍ତ୍ତେ ବିରୋଧ କରୁଛନ୍ତି। ଫଳରେ ଚେସ୍ ଖେଳାଳିଙ୍କ ଭାଗ୍ୟ ଅନ୍ଧକାରକୁ ଠେଲି ହୋଇଯାଉଛି। ସମ୍ପାଦକ ମୁଁ ନିଷ୍ଠାର ସହ କରୁଛି ବୋଲି ସମ୍ପାଦକ ଦେବବ୍ରତ ଭଟ୍ଟ କହିଛନ୍ତି।